ଆସିଗଲା ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଆଡମିଟ୍ କାର୍ଡ। କ'ଣ ଏକଥା ସତ? କ'ଣ ସତରେ ମାଟ୍ରିକ ପରୀକ୍ଷାର ଆଡମିଟ୍ କାର୍ଡ ଆସିଗଲା? ଯେଉଁମାନେ ସ୍କୁଲ ଯାଉଥିବ ସେମାନେ ତ ନିଶ୍ଚିତ ଭାବରେ ନିଜର ଶିକ୍ଷକମାନଙ୍କ ଠାରୁ ଶୁଣିଥିବ ଯେ କେବେ ଆଡମିଟ୍ କାର୍ଡ ଆସିବ, କିନ୍ତୁ ଏବେ ଯାଇ ସେମିତି କିଛି ଅଫିସିଆଲ ନୋଟିଫିକେସନ୍ ଆସିନି ବିଏସ୍ସି ଓଡ଼ିଶା ୱେବସାଇଟ୍ରେ। କିନ୍ତୁ ପିଲାମାନେ, ମୁଁ ବହୁତ ଟିଚରମାନଙ୍କ ସହିତ କଥା ହେଇକି ଜାଣିବାକୁ ପାଇଲି ଯେ ଫେବୃଆରୀ 10ରୁ 15 ତାରିଖ ଭିତରେ ତୁମମାନଙ୍କୁ ଆଡମିଟ୍ କାର୍ଡ ଦିଆଯିବ। ପିଲାମାନେ ଯେଉଁମାନେ ସ୍କୁଲ ଛୁଟି କରିକି ଘରେ ପାଠ ପଢୁଛ, କିଛି ଅସୁବିଧା ନାହିଁ, ସେମାନେ ପଢ଼ାପଢ଼ି କରୁଥାଅ, କିନ୍ତୁ ନିଜର ଟିଚରମାନଙ୍କ ସହିତ ସମ୍ପର୍କରେ ଥାଅ ଆଉ ସାଙ୍ଗସାଥିମାନଙ୍କୁ ପଚରା ଉଚରା କରୁଥାଅ ଯେ ଆଡମିଟ୍ କାର୍ଡ କେବେ ଆସିବ। କିନ୍ତୁ ଟିଚରମାନଙ୍କ କହିବା ଅନୁସାରେ 10ରୁ 15 ତାରିଖ ଭିତରେ ଆଡମିଟ୍ କାର୍ଡ ଆସିଯିବ। ଆଉ କୋଉ ସ୍କୁଲରେ 17ରେ ବି ମିଳିବ ବୋଲି କୁହାଯାଉଛି। ତ ପିଲାମାନେ ଏଥିପ୍ରତି ସଜାଗ ରୁହ, ତା ସହିତ ପଢ଼ାପଢ଼ି ମଧ୍ୟ କଣ୍ଟିନ୍ୟୁ ରଖୁଥାଅ। ପିଲାମାନେ, ପୁଣି ମିଶିବା ଆମେ ନେକ୍ସଟ ଭିଡ଼ିଓରେ।